ଏବେ ଇଭିନିଂ ହେଇଗଲାଣି ପ୍ରାୟ। କେତେ ସୁନ୍ଦର ଲାଗୁଛି ଦେଖିବେ ପାରୁଥିବେ ଆକାଶଟା। ନଜାରିଆଟା କେମିତି ହେଇଛି ଆପଣ ମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ସାଲେପୁର ଏଠି ରହିଲା 32 କିଲୋମିଟର। ହୁରିଆରୁ ଲେଫ୍ଟ ସାଇଡ୍ ଯିବାର ଅଛି 32 କିଲୋମିଟର। ସିଧା ଯିବେ ତ ଆସିଯିବ ଚଣ୍ଡିଖୋଲ। ମୁଁ ଭାବୁଛି ପାଗାରେ ରହିବା ବୋଲି, କାହିଁକି ନା 50-60 କିଲୋମିଟରରେ ଗୋଟେ ଷ୍ଟପ୍ ନେଲେ ଗାଡିକୁ ବି ରେଷ୍ଟ ମିଳିଯିବ। 10-15 ମିନିଟର ଯାହା ବି ହେଲେ ରେଷ୍ଟ ନେବାକୁ ପଡିବ ଇଞ୍ଜିନ ଥଣ୍ଡା କରିବା ଲାଗି। ଫାଇନାଲି ଏବେ ଆମେ ଆସି ପହଞ୍ଚି ଯାଇଛେ ଦୁହୁରିଆରେ। ଏଇଟା ହଉଛି କେନ୍ଦ୍ରାପଡାର ପ୍ରବେଶ ଦ୍ୱାର। ଆମେ ସିଧା ନ ଯାଇ ଯିବା ଲେଫ୍ଟ ସାଇଡ୍ ସାଲେପୁର। ସାଲେପୁରରୁ କଟକ, କଟକରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ଡାଇରେକ୍ଟ ବାହାରି ଯିବା ପୁରୀ। କେନ୍ଦ୍ରାପଡାର ନଜରିଆଟା ଆପଣମାନଙ୍କୁ କିଛି ପ୍ରକାର ଦେଖିବା ପାଇଁ ମିଳିଯିବ। ଫାର୍ଷ୍ଟ ଟାଇମ୍ ପାଇଁ ଆଜି ଲାଇଫରେ ସ୍କୁଟି ନେଇକି ଏତେ ବାଟ ମୁଁ କେବେ ସ୍କୁଟିରେ ଯାଇନି, କି ଆକୁ ବି କେବେ ଏତେ ଡିଷ୍ଟାନ୍ସ ନେଇନି। ଯାହା ନେଇଛି ଭୁବନେଶ୍ୱର ଯାଏ ଯାଇଛି, ହେଲେ ପୁରୀ କେବେ ଯାଇନି, ଯୋଉଟା କି ଆପ୍ରୋକ୍ସ ଏଠୁ କେନ୍ଦ୍ରାପଡାରୁ 155 କି 160 କିଲୋମିଟର ହବ। ଚାଲନ୍ତୁ ଦେଖିବା, ଲାଇଫରେ କିଛି କିଛି ଏକ୍ସପିରିଏନ୍ସ ରଖିବାକୁ ପଡେ, ମେମୋରେବୁଲ ହେଇଯିବ କିନ୍ତୁ ରାଇଡ ଟା।